ପିଲାମାନେ ଏକବିଂଶ ଶତାବ୍ଦୀର ଏଇ ଉପନିବେଶୀୟ ବୈଶ୍ୱିକ ପରିମଣ୍ଡଳରେ ଆଜିର ସମୟଟି ହେଉଛି ଉତ୍ପାଦ ଏବଂ ଉପଭୋକ୍ତାର ଯୁଗ। କୁହାଯାଏ ଦିସ୍ ଇଜ୍ ଦ ଏରା ଅଫ୍ ଆଡଭର୍ଟାଇଜମେଣ୍ଟ। ମଣିଷଠୁ ନେଇ ସମାଜର ପ୍ରତ୍ୟେକଟି ତତ୍ତ୍ୱ, ପଦାର୍ଥ, ଚିଜ, ଘଟଣା ପ୍ରତ୍ୟେକ ନିଜ ନିଜ ଭିତରେ ବିଜ୍ଞପିତ ହେବା ପାଇଁ ସୁଯୋଗ ଖୋଜୁଥାନ୍ତି। ଏହାଦ୍ୱାରା ହୁଏ କ'ଣ? ଏହାଦ୍ୱାରା ସେଇ ଘଟଣା, ସେଇ ମଣିଷ, ସେଇ ଚିଜ, ସେଇ ପଦାର୍ଥର ମହତ୍ତ୍ୱ ବଢ଼େ ଏବଂ ତାର ମୂଲ୍ୟକୁ ସମସ୍ତେ ଆଦୃତ କରନ୍ତି। ପିଲାମାନେ, ଆଜି ଆପଣମାନଙ୍କ ଉଦ୍ଦେଶ୍ୟରେ ବିଜ୍ଞାପନ କାହାକୁ କହନ୍ତି? ପ୍ରଭାବପୂର୍ଣ୍ଣ ବିଜ୍ଞାପନ ଲେଖିଲା ବେଳେ କେଉଁ କେଉଁ କଥାଗୁଡ଼ିକୁ ଆମକୁ ଧ୍ୟାନରେ ରଖିବାକୁ ହେବ, ତାର ପରିଭାଷା ଏବଂ ତାର ବିଶେଷତ୍ୱ, ତା ଉପରେ ଆମେ ଆଲୋଚନା କରୁଛେ। ପ୍ରଥମେ ଜାଣିବା ବିଜ୍ଞାପନର ଅର୍ଥ କ'ଣ। ବିଜ୍ଞାପନ ଶବ୍ଦ ପାଇଁ ମୂଳରୁ କହିଛି ଇଂରାଜୀ ଶବ୍ଦ ଆଡଭର୍ଟାଇଜମେଣ୍ଟର ବ୍ୟବହାର ଆମେ କରୁ। ଏହା ଏକ ଲାଟିନ୍ ଭାଷା ଏଡଭର୍ଟର ରୁ ଏହାର ସୃଷ୍ଟି, ଯାହାର ଅର୍ଥ ହେଉଛି ଟୁ ଟର୍ନ ଟୁ, କିମ୍ବା କୌଣସି ଏକ ରୂପ ପ୍ରଦାନ କରିବା, ମୋଡ଼ ପ୍ରଦାନ କରିବା। ଏ ପ୍ରକାର ବିଜ୍ଞାପନର ଉଦ୍ଦେଶ୍ୟ ହେଉଛି ଏହା ଏପରି ଏକ ମାଧ୍ୟମ ଯାହା କୌଣସି ବ୍ୟକ୍ତିକୁ କୌଣସି ବିଶେଷ ତତ୍ତ୍ୱ ଆଡ଼କୁ ସମ୍ପୂର୍ଣ୍ଣ ରୂପେ ତାର ଦୃଷ୍ଟି ଆକର୍ଷଣ କରେ, ତାକୁ ତାର ଚିନ୍ତନର ମୋଡ଼ ପରିବର୍ତ୍ତନ କରେ। ବିଜ୍ଞାପନର ପରିଭାଷାକୁ ଆମେ କିଛି ବିଦ୍ୱାନ ମାନଙ୍କର ବକ୍ତବ୍ୟ ଦ୍ୱାରା ସିଦ୍ଧ କରିବା। ଦ ନ୍ୟୁ ଏନସାଇକ୍ଲୋପିଡିଆ ବ୍ରିଟାନିକା ଅନୁସାରେ ବିଜ୍ଞାପନ ସମ୍ପ୍ରେଷଣର ଏପରି ଏକ ପ୍ରକାର, ଏପରି ଏକ ରୂପ ଯାହାକି ଉତ୍ପାଦକ କିମ୍ବା କାର୍ଯ୍ୟକୁ ଉନ୍ନତ କରିବା ନିମନ୍ତେ, ଜନମତକୁ ପ୍ରଭାବିତ କରିବା ନିମନ୍ତେ, ରାଜନୈତିକ ସହଯୋଗ ପ୍ରାପ୍ତ କରିବା ନିମନ୍ତେ, ଏକ ବିଶିଷ୍ଟ କାରଣକୁ ଆଗକୁ ବଢ଼େଇବା ନିମନ୍ତେ, ଅଥବା ବିଜ୍ଞାପନ ଦାତା ଦ୍ୱାରା କୌଣସି ଇଚ୍ଛିତ ପ୍ରତିକ୍ରିୟାକୁ ପ୍ରକାଶିତ କରିବା ନିମନ୍ତେ ଆଭିମୁଖ୍ୟ ରଖିଥାଏ। ଆମେ ଦ ନ୍ୟୁ ଏନସାଇକ୍ଲୋପିଡିଆ ବ୍ରିଟାନିକାର ପରିଭାଷାକୁ ଶୁଣିଲେ। ଜଣେ ବିଦ୍ୱାନ ହେଉଛନ୍ତି ସେଲ୍ଡନ୍। ସେଲ୍ଡନ୍ ତାଙ୍କ ଅନୁସାରେ ବିଜ୍ଞାପନ ଏପରି ଏକ ବ୍ୟବସାୟିକ ଶକ୍ତି ଅଟେ ଯାହାର ଅନ୍ତର୍ଗତ ମୁଦ୍ରିତ ଶବ୍ଦ ଦ୍ୱାରା ବିକ୍ରୟ ବୃଦ୍ଧିରେ ଆମକୁ ସହାୟତା ମିଳେ ଏବଂ ଖ୍ୟାତି ନିର୍ମାଣ ହେବା ପାଇଁ ଏକ ସୁଯୋଗ ସୃଷ୍ଟି ହୋଇଥାଏ। ଅନ୍ୟତମ ବିଦ୍ୱାନ ଆଲୋଚକ ବି.ଏସ୍. ରାଠୋଡ୍ ତାଙ୍କ ଅନୁସାରେ ବିଜ୍ଞାପନ ସୂଚନା ଗୁଡ଼ିକୁ ସାର୍ବଜନୀନ ଯେଉଁ ରୂପ ତଥା ସାଧନ ମାନଙ୍କ ଦ୍ୱାରା ପ୍ରଚାରିତ କରେ, ଯାହାର ଉଦ୍ଗମ ସ୍ପଷ୍ଟ ଭାବରେ କୌଣସି ସୌଜନ୍ୟ ପ୍ରାପ୍ତ ସଂଗଠନ ରୂପରେ ପରିଚିତ ହୋଇଥାଏ, କୌଣସି ନିର୍ଦ୍ଦିଷ୍ଟ ସାଂଗଠନିକ ରୂପକୁ ପ୍ରାପ୍ତ ହୋଇଥାଏ। ପିଲାମାନେ, ଉପରୋକ୍ତ ପରିଭାଷା ଗୁଡ଼ିକର ଆଧାରରେ ଏତିକି ଆମେ କହିପାରିବା, ବିଜ୍ଞାପନ ଶବ୍ଦକୁ ଚିତ୍ର, ଆଲେଖ୍ୟ ଆଦିର ସହଯୋଗ ଦ୍ୱାରା ଆମେ ପ୍ରସ୍ତୁତ କରିପାରିବା ଏବଂ ଯାହାଦ୍ୱାରା କୌଣସି ସୂଚନାପ୍ରଦ ବକ୍ତବ୍ୟକୁ ଆମେ ଉପଭୋକ୍ତାଙ୍କ ପାଖରେ ପ୍ରଭାବଶାଳୀ କରି ଉତ୍ପାଦନକୁ କ୍ରୟ କରିବା ନିମନ୍ତେ, କୌଣସି ପ୍ରଡକ୍ଟ ତିଆରି ହେଇଛି, ଉତ୍ପାଦନକୁ କ୍ରୟ କରିବା ନିମନ୍ତେ ଆମେ ପ୍ରସ୍ତୁତ କରେ। ଆମେ ଏମିତି ପ୍ରଭାବିତ ଶବ୍ଦାବଳୀର ପ୍ରୟୋଗ କରିଥାଏ ଯେ
ଜଣେ ନ କିଣି କ୍ରୟ ନ କରି ରହିପାରେ ନାହିଁ। ଏଭଳି ଜିଜ୍ଞାସା ତାଙ୍କ ଭିତରେ ଆମେ ସୃଷ୍ଟି କରେ ଯେ ସେଇ ଜିନିଷ ପ୍ରତି ସେମାନଙ୍କର ଆକର୍ଷଣ ବଢିଯାଏ ଏବଂ ସମାଧାନ ସେତିକି ବେଳେ ହୁଏ ଯେତେବେଳେ ସେଇ ଚିଜଟିକୁ ସେମାନେ ନିଜର କରନ୍ତି। ସେଇ ଦୃଷ୍ଟିରୁ ଆଜିର ବିଜ୍ଞାପନ କୌଣସି ବ୍ୟବସାୟ ନିମନ୍ତେ ଅନିବାର୍ଯ୍ୟ ଶକ୍ତି। ପିଲାମାନେ, ଆଜି ଆମେ ବିଜ୍ଞାପନର ଲିଖନ ଉପରେ ତାର ବିନ୍ଦୁ ଗୁଡ଼ିକୁ ଆଲୋଚନା କରୁଛେ। ପରିଭାଷା ଶୁଣିଲେ, ବିଜ୍ଞାପନର ଅର୍ଥକୁ ବୁଝିଲେ, ତାର ପରିଭାଷା ଶୁଣିଲେ, ଏବେ ଆମେ ଜାଣିବା ବିଜ୍ଞାପନ ଲେଖିଲା ବେଳେ କୌଣସି ବିଜ୍ଞାପନ ପ୍ରସ୍ତୁତି ସମୟରେ ଆପଣମାନେ କେଉଁ ନିର୍ଦ୍ଦିଷ୍ଟ ବିନ୍ଦୁ ଉପରେ ବା ଧାରଣା ଉପରେ ଗୁରୁତ୍ୱ ଆରୋପ କରିବେ। ବିଜ୍ଞାପନ ଲେଖିଲା ବେଳେ, ପ୍ରସ୍ତୁତ କଲା ବେଳେ ଲେଖକକୁ ଉପଭୋକ୍ତା, ଅର୍ଥାତ୍ ଉପଭୋକ୍ତା କିଏ? ଯିଏ ଉପଭୋଗ କରେ, ଅର୍ଥାତ୍ ଆମେ ଯିଏ କିଣେ, ଏବଂ ଉତ୍ପାଦନ, ଯୋଉ ତତ୍ତ୍ୱଟି, ଯୋଉ ପ୍ରଡକ୍ଟଟି ଆମ ଆଖି ଆଗରେ ଅଛି, ଉଭୟଙ୍କର ସମ୍ପର୍କ, ତା ମଧ୍ୟରେ ଆମକୁ ସେ ଲେଖକଟି ସବୁ ପ୍ରକାର ଜ୍ଞାନ ରଖିଥିବା ଦରକାର। ଧରାଯାଉ ମୁଁ ଗୋଟେ ବିଜ୍ଞାପନ ପ୍ରସ୍ତୁତ କରିବି, କିଛିର ଆଡଭର୍ଟାଇଜମେଣ୍ଟ କରିବାକୁ ମୁଁ ଚାହୁଁଛି। ଏଇ ଚିତ୍ରଟିକୁ ନିଅନ୍ତୁ, ଏଇ ଜିନିଷଟିକୁ ନିଅନ୍ତୁ। ତେଣୁ ମତେ ବୁଝିବା ଦରକାର ଯେ ଯୋଉ ଜିନିଷଟି ମୁଁ ଦଉଛି ବା ଉତ୍ପାଦନକୁ ମୁଁ ଆପଣମାନଙ୍କ ପାଖରେ ଉପସ୍ଥାପନ କରୁଛି ଏବଂ ଉପଭୋକ୍ତା ଯିଏ ତାକୁ ଉପଭୋଗ କରିବେ, ତାଙ୍କ ଭିତରେ ସମ୍ପର୍କକୁ ଦୃଢ କରିବା ପାଇଁ ଲେଖକର ସମ୍ପୂର୍ଣ୍ଣ ରୂପେ ସହଯୋଗ ଆବଶ୍ୟକ। ତେଣୁ ବିଜ୍ଞାପନ ଲେଖିଲା ବେଳେ ଲେଖକ, ଉତ୍ପାଦନ ତଥା ଉପଭୋକ୍ତା ଏଇ ଦୁହିଁଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ରୂପେ ତଥ୍ୟକୁ ଧ୍ୟାନରେ ରଖିବା ଆବଶ୍ୟକ। ଦ୍ୱିତୀୟ, ବିଜ୍ଞାପନ ଲେଖିଲା ବେଳେ ଲେଖକ ସର୍ବପ୍ରଥମେ ବିଜ୍ଞାପନର ଶୀର୍ଷକକୁ ପ୍ରସ୍ତୁତ କରିବା ଦରକାର। ଟାଇଟେଲ। ଆମେ କୌଣସି, ଯେମିତି ଆମେ ଫେୟାର ଆଣ୍ଡ ଲଭଲିର ବିଜ୍ଞାପନକୁ ଆମେ ଦେଖିଛେ, ଆମେ ଜାଣିଛେ ଯେ ଫେୟାର ଆଣ୍ଡ ଲଭଲି କୌଣସି ଏମିତି ଗୋଟେ ପ୍ରଡକ୍ଟ ଅଛି ଯାହାକୁ କୌଣସି ଶ୍ୟାମଳ ବର୍ଣ୍ଣର ମଣିଷ କି ମହିଳା ହଉ କିମ୍ବା ନାରୀ ନିର୍ବିଶେଷରେ ତାକୁ ବ୍ୟବହାର କଲେ ସେ ସାଙ୍ଗେ ସାଙ୍ଗେ ତାଙ୍କର ବର୍ଣ୍ଣ ରଙ୍ଗ ବଦଳିଯିବ, ଅର୍ଥାତ୍ ସଫା ଦିଶିବେ। ତେଣୁ ସର୍ବପ୍ରଥମେ ଯୋଉ ବିଜ୍ଞାପନଟିକୁ ଜଣେ ତିଆରି କରିଥିବ, ଶୀର୍ଷକଟିଏ ସେ ପ୍ରସ୍ତୁତ କରିଥିବ, ତାକୁ କେମିତି ଆକର୍ଷଣୀୟ କରାଯିବ ତା ଉପରେ ସମ୍ପୂର୍ଣ୍ଣ ରୂପେ ଲେଖକ ଧ୍ୟାନ ଦେବା ଦରକାର। ଏଭଳି ଭାବରେ ସେ ଟାଇଟେଲଟିକୁ ବା ଶୀର୍ଷକଟିକୁ ଲେଖିଥିବା ଦରକାର ଯେ ଶୁଣିଲା ମାତ୍ରେ ଯୋଉ ଉପଭୋକ୍ତା ସମ୍ପୂର୍ଣ୍ଣ ରୂପେ ଆକୃଷ୍ଟ ହେବେ ଏବଂ ନ କିଣିକି ରହିପାରିବେ ନାହିଁ। ବିଶ୍ୱାସ ଜନ୍ମେଇବା ପରି ଟାଇଟେଲଟିଏ ଦବା ଦରକାର। ଶୀର୍ଷକ ଦ୍ୱାରା ହିଁ ବିଜ୍ଞାପନ ତାର ପ୍ରାଣ ଲାଭ କରେ। ଅର୍ଥାତ୍ ଟାଇଟେଲଟି ହିଁ ହଉଛି ଆଡଭର୍ଟାଇଜମେଣ୍ଟର ମୁଖ୍ୟ ପ୍ରାଣ ଶକ୍ତି, ଯାହାକି ତାକୁ ଶକ୍ତିଶାଳୀ କରିବ, ଅର୍ଥାତ୍ ଆକୃଷ୍ଟ କରିବ। ଏଥିରେ ସ୍ମରଣ, ବିଶ୍ୱାସ ଏବଂ ନିର୍ଦ୍ଦେଶ, ମତାମତ ତଥା କୌତୂହଳ ରହିଥିବା ଦରକାର। ଲେଖକ ଯେତେବେଳେ ଏହାକୁ ପ୍ରସ୍ତୁତ କରିବେ, ଏଇଗୁଡ଼ିକ ଉପରେ ଧ୍ୟାନ ଦେବା ଦରକାର। ଏହାପରେ ଗୋଟିଏ ବିଜ୍ଞାପନର ଗୋଟେ ଉପଶୀର୍ଷକ ମଧ୍ୟ ରହିଥିବ। ଧରାଯାଉ ଆମେ କୌଣସି ଗୋଟେ ଖାଦ୍ୟ ପଦାର୍ଥଟିଏ କଲେ, ପ୍ରସ୍ତୁତ କଲେ। ଧରାଯାଉ ଗ୍ରାମୀଣ ମହିଳାଙ୍କ ଦ୍ୱାରା ହାତ ତିଆରି ଆଚାର। ତଳକୁ ଆମେ ଉପଶୀର୍ଷକଟିଏ, ଏଟାକୁ ହେଲା ଆମର ମୁଖ୍ୟ ଶୀର୍ଷକ, ଯେ ଗ୍ରାମୀଣ ମହିଳାମାନଙ୍କ ଦ୍ୱାରା ହାତ ତିଆରି ଆଚାର ପ୍ରସ୍ତୁତି। ଏଟା ଟାଇଟେଲ କଲେ, ତାର ଉପଶୀର୍ଷକ ଆମେ ଏମିତି ଦେଇପାରିବା, ଖଟା ମିଠା କୋଳି, ବ୍ରାକେଟେଡ ଆମେ କଲେ କିମ୍ବା ଉପଶୀର୍ଷକ କଲେ। ଅର୍ଥାତ୍ ଏଥିରୁ ସ୍ପଷ୍ଟ ହେଇଗଲା, ଉପରେ ଆମେ ଦେଲେ ହାତ ତିଆରି ଜିନିଷ, କିନ୍ତୁ ଏଥିରେ ବିଶେଷ ଭାବରେ ମିଳୁଛି କୋଉଟା
जो हाथ तियारीर सब जिनिस आमे सेठी तो देखौने, आमे देखैले खटा, मिठा, कोळीर आचार। तेणु उपशीर्षकटी सेई मुख्य शीर्षक आधारित होइथिबा दरकार, ଯେଉଁଥିରେ ଉପଭୋକ୍ତାର ଆବଶ୍ୟକତାକୁ ବିସ୍ତାର ରୂପ ପ୍ରଦାନ କରାଯାଏ, ଯେଉଁଥିରେ ବିଷୟବସ୍ତୁର ବିସ୍ତାର ତଥା ସ୍ପଷ୍ଟୀକରଣ ଥାଏ। ତଳକୁ ଯୋଉ ସବ୍ ପଏଣ୍ଟଟି ବା ସବ୍ ଟାଇଟେଲଟି ଜଣେ ଦେଖିଲା, ସେ ନିଶ୍ଚିତ ଭାବରେ ଆହୁରି ସେ ସ୍ପଷ୍ଟ ହେଇଯିବ ଯେ ତାର ଚିନ୍ତାଧାରା, ତାର ବିଷୟବସ୍ତୁଗତ ବିସ୍ତାର ସେଟା ସେ ବୁଝିପାରିବ ଏବଂ ସ୍ପଷ୍ଟ ହେଇଯିବ ଯେ ଏଠି କୋଉ କୋଉ ଜିନିଷ ମିଳେ। ତୃତୀୟ ବିନ୍ଦୁଟି ହେଉଛି ବିଜ୍ଞାପନ ଯିଏ ଲେଖିବେ ବା ବିଜ୍ଞାପନର ଲେଖକ ସରଳ, ସ୍ପଷ୍ଟ, ପ୍ରଭାବପୂର୍ଣ୍ଣ ଭାଷାର ପ୍ରୟୋଗ କରିବା ଦରକାର। ଚତୁର୍ଥ ବିନ୍ଦୁଟି ହେଉଛି ବିଜ୍ଞାପନର ତଥ୍ୟ ବିଷୟ ବା କହିବାର ଯୋଉ ଯାହା କୁହାଯାଇଥିବ ସେଟା ଉପଭୋକ୍ତାକୁ ସନ୍ତୁଷ୍ଟ କରିବା ପରି ହେବା ଦରକାର। ଯଦି ସେ ଅସନ୍ତୁଷ୍ଟ ହଉଛନ୍ତି, ଯଦି ସେ ବୁଝି ପାରୁନାହାନ୍ତି, ସେତିକି ସରଳ ବା ସ୍ପଷ୍ଟ ଭାବରେ ବିଜ୍ଞାପନଟି ତାଙ୍କ ଦୃଷ୍ଟିଗୋଚର ହେଉନାହିଁ, ଅନୁଭବ୍ୟ ହେଉନାହିଁ, ତାହେଲେ ସେ ସେଇଟାକୁ କିଣିବେନି। ତେଣୁ ଆମେ ଯେତେବେଳେ ଲେଖୁଛେ କୌଣସି ବିଜ୍ଞାପନ ଆପଣମାନେ କରିବେ, ପ୍ରସ୍ତୁତ କରିବେ, ତା ଟାଇଟେଲ ଉପରେ ଧ୍ୟାନ ଦେବେ, ତାର ସବ୍ ଟାଇଟେଲ ଉପରେ ଧ୍ୟାନ ଦେବେ ଏବଂ ଯାହା କହୁଛନ୍ତି ସେଟା ଯେତେ ସରଳ ସ୍ପଷ୍ଟ ହେଇପାରିବ ସେଇଟା ଉପରେ ଗୁରୁତ୍ୱ ଦେବେ। ବିଜ୍ଞାପନର ଲେଖକ ବିଜ୍ଞାପନଟିକୁ ପ୍ରସ୍ତୁତ କରୁଥିବା ସମୟରେ ଏଇଗୁଡ଼ିକ ଉପରେ ଧ୍ୟାନ ଦେବ ଯେ, ଏମିତି କିଛି ଧ୍ୟାନ ଦେବ ଯେ ବିଜ୍ଞାପିତ ବସ୍ତୁ କୋଉଠୁ ମିଳେ ସେ ଉପରେ ଧ୍ୟାନ ଦବ। ଯଦି ଆମେ କୌଣସି ଜିନିଷକୁ ବା ଚିଜକୁ ବା ପଦାର୍ଥକୁ ଆମେ ବିଜ୍ଞାପିତ କରୁଛେ, ସେଟା ମିଳେ କୋଉଠୁ, ସେଟାର ଉପଲବ୍ଧି କୋଉଠୁ, ଧର ଲାଖ ଝୁଣା ଉପରେ ଜଙ୍ଗଲ ଜାତ ଲାଖ ଝୁଣା ଆମେ କହିଲେ, ଆମେ ଜାଣିଥିବା ଦରକାର। ଆମେ ଲୋକ ଆମକୁ ପଚାରିଲେ କି ଏଇ ପଦାର୍ଥଟି ବା ଏଇ ଚିଜଟି ଆମେ କୋଉଠୁ ପାଇପାରିବୁ? ଏଇଠୁ ମିଳିବ, ଆପଣଙ୍କ ଦୋକାନରୁ ମିଳିବ, ଆପଣଙ୍କର ସେଣ୍ଟରରୁ ମିଳିବ, କିନ୍ତୁ ଏଟା ମିଳେ ଉପଲବ୍ଧି କୋଉଠୁ? ଆମେ ଜଙ୍ଗଲ ଜାତ ବୋଲି ଲେଖିଛେ, କୋଉ କୋଉ ଜଙ୍ଗଲରେ ଅଛି ବୋଲି ଆମକୁ ଆମ ଭିତରେ ଧାରଣା ଥିବା ଦରକାର। ତାପରେ ବିଜ୍ଞାପନ ଉପଭୋକ୍ତାକୁ ପୂର୍ଣ୍ଣ ରୂପରେ ଆଶ୍ୱସ୍ତ କରିବା ଦରକାର ଯେ ଉତ୍ପାଦନ ଉପଭୋକ୍ତାର ହିତକାରୀ। ଯାହା ପ୍ରଡକ୍ଟଟି ଦିଆ ହଉଛି ତାର କୌଣସି କ୍ଷତିକାରକ ନାହିଁ, ତାର ସାଇଡ ଇଫେକ୍ଟ ନାହିଁ, 100% ଗ୍ୟାରେଣ୍ଟି, ତାପରେ 100% ନିର୍ଭରଶୀଳ ଯୋଉ ଗ୍ୟାରେଣ୍ଟି ଆମେ ଦେଇପାରିବା। ଏବଂ ସପ୍ତମ ବିନ୍ଦୁଟି ହଉଛି ଆବଶ୍ୟକତା ଅନୁସାରେ ଯୋଉ ବିଜ୍ଞାପିତ ବସ୍ତୁ ଉପଭୋକ୍ତାକୁ ଧ୍ୟାନରେ ରଖିକି ଆମେ ବିଜ୍ଞାପିତ କରିଥାଏ, ଆମକୁ ଦେଖିବାକୁ ପଡିବ ଆକୁ କୋଉ ଉପଭୋକ୍ତା ମାନେ ବ୍ୟବହାର କରିବେ। ମହିଳା କରିବେ ନା ଶିଶୁ କରିବେ ନା କୌଣସି ମଧ୍ୟମ ବର୍ଗୀୟ ବୟସ୍କ ମଣିଷ ମାନେ କରିବେ, ତାକୁ ଧ୍ୟାନ ଦେଇକି ଆମକୁ ତାର ପଂକ୍ତି, ଧରାଯାଉ ଗୀତରେ ଆମେ ବିଜ୍ଞାପନଟା ସବୁବେଳେ କୋଉଠି ଆସେ, ଖବର କାଗଜରେ ଆସେ, ଗଣମାଧ୍ୟମର ଗୋଟେ ରୂପ, କିମ୍ବା ଆମେ ୟୁଟ୍ୟୁବରେ ଦଉଛେ, କିମ୍ବା ଆମେ କୌଣସି ପ୍ରକାର ଏମିତି କିଛି ମାଧ୍ୟମ ଟେଲିଫୋନିକ ୱେରେ ମଧ୍ୟ ଆମେ ବିଜ୍ଞାପନ ଦଉଛେ, କୌଣସି କଥାକୁ ବାରମ୍ବାର ଆମେ ଜଣଉଛେ, ଲୋକମାନଙ୍କ ପାଖରେ ପହଞ୍ଚେଇବାର ମାଧ୍ୟମ ଖୋଜୁଛେ। ତେଣୁ ସେଇଟିକୁ ଯେତେବେଳେ ଆମେ ପହଞ୍ଚଉଛେ କଥାକୁ, ଆମେ ଜାଣିବାକୁ ପଡିବ ଯେ ଆକୁ ମହିଳାମାନେ କେବଳ ଏହା ମହିଳାମାନଙ୍କ ଉଦ୍ଦେଶ୍ୟରେ ନା ପୁରୁଷମାନଙ୍କ ଉଦ୍ଦେଶ୍ୟରେ ନା ସମସ୍ତଙ୍କ ପାଇଁ ଏଟା ଦରକାର ନା ଶିଶୁମାନଙ୍କ ପାଇଁ ଦରକାର। ସେଇ ଅନୁସାରେ ଆମର ବିଜ୍ଞାପନର ଯୋଉ ରୂପଟା ଗୀତ ମାଧ୍ୟମରେ ହଉ, କିମ୍ବା ପଂକ୍ତି ମାଧ୍ୟମରେ ହଉ, କିମ୍ବା ନାରା ମାଧ୍ୟମରେ ହଉ, ଆହ୍ୱାନ ମାଧ୍ୟମରେ ହଉ, ତାକୁ ଆମକୁ ଚିନ୍ତା କରିବାକୁ ପଡିବ। ତେଣୁ ବିଜ୍ଞାପିତ ବସ୍ତୁ କୁ ପ୍ରସ୍ତୁତ କଲା ବେଳେ ଉପଭୋକ୍ତା ପ୍ରତି ଧ୍ୟାନ ରଖି ସେ ମହିଳା ବା ଶିଶୁ କାହା ପ୍ରତି ଏଟା ଏଇ ବିଜ୍ଞାପନ କରାଯାଉଛି ତାକୁ ଧ୍ୟାନ ଦବାକୁ ପଡିବ। ଅଷ୍ଟମ ବିନ୍ଦୁଟି ଆମେ ଜାଣିବା, ବିଜ୍ଞାପନ ଲେଖିଲା ବେଳେ କମ ସମୟ ଲାଗିବା ଦରକାର, ସ୍ୱଳ୍ପ ସମୟ ଭିତରେ ଅତ୍ୟଧିକ ପ୍ରଭାବଶାଳୀ ହେଇଥିବା ଦରକାର। ଯେମିତି ବିହାରୀଙ୍କ ଦୋହା ମୋର ଏଇଠି ମନେ ପଡେ,
देखन में छोटा लागे घाव करे गंभीर। जो दोहा पद गुड़िक से लिखुଥିଲେ एई परिप्रेक्षी रे अवश्य कुहा ହେଇଛି ଯେ ଛୋଟ ଛୋଟ ପଦରେ ଏମିତି କଥା ଥିବ ଯାହାକି ହୃଦୟ ଭିତରେ କ୍ଷତ ସୃଷ୍ଟି କରିବ ଅର୍ଥାତ୍ ମଣିଷକୁ ବାନ୍ଧି ରଖିବ ସେଇ ଶବ୍ଦରେ। ତେଣୁ ବିଜ୍ଞାପନ ପାଇଁ ମଧ୍ୟ ଅନୁରୂପ ଭାବରେ ଆମେ ସେଇ କଥାଟିକୁ ପଦଟିକୁ ବ୍ୟବହାର କରିପାରିବା। ଦେଖିବାକୁ ସେ ଛୋଟ ହେଇଥିବ କିନ୍ତୁ ସମ୍ପୂର୍ଣ୍ଣ ରୂପେ ପ୍ରଭାବଶାଳୀ ହେଇଥିବ। ତେଣୁ ଛୋଟ ହେଲେ ହିଁ ତା ପ୍ରଭାବ ବିସ୍ତାର କରିପାରିବ। ଏବଂ ବିଜ୍ଞାପନ ଲେଖିବା ସମୟରେ କମ୍ ସମୟ ଭିତରେ ଅଧିକରୁ ଅଧିକ ପ୍ରଭାବପୂର୍ଣ୍ଣ କଥା କହିବା ପାଇଁ ପ୍ରୟାସ ରହିଥିବା ଦରକାର। ସେଥିପାଇଁ ବିଜ୍ଞାପନ ଲେଖିଲା ସମୟରେ ସମୟ ଏବଂ ପାଠ ଟେକ୍ସଟକୁ ତାର ଯୋଉ ତାଳମେଳ ତାର ଯୋଉ ତାଙ୍କ ଭିତରେ ସନ୍ତୁଳନ ରଖିବା ବହୁତ ଜରୁରୀ। ନବମ ବିନ୍ଦୁ, ବିଜ୍ଞାପନଟି ଶିକ୍ଷାପ୍ରଦ, ମନୋରଞ୍ଜନ ଯୁକ୍ତ, କଳ୍ପନା ଆଶ୍ରିତ ଏବଂ ଯଥାର୍ଥ ହେଇଥିବା ଦରକାର। ତାର ଯାହାଦ୍ୱାରା କି ତାର ଉଦ୍ଦେଶ୍ୟ ସମ୍ପୂର୍ଣ୍ଣ ରୂପେ ସଫଳ ହବ। ବିଜ୍ଞାପନ ଲେଖକକୁ ଏଇ କଥାଟିକୁ ଭୁଲିବା ଉଚିତ ନୁହଁ ଯେ ସେ ଯୁକ୍ତିଯୁକ୍ତ କଥାକୁ ଯଥାର୍ଥ କଥାକୁ ଉପଭୋକ୍ତା ପାଖରେ ପହଞ୍ଚେଇବ। ଗୋଟିଏ ସଫଳ ବିଜ୍ଞାପନ ଲେଖକ ତଥ୍ୟକୁ ସବୁବେଳେ ନିଜ ମନ ଭିତରେ ରଖିଥାନ୍ତି, ସୁଗୁମ୍ଭିତ ରଖିଥାନ୍ତି, ତାକୁ ମୁଣ୍ଡରେ ଧାରଣ କରିକି ମସ୍ତିଷ୍କରେ ଚିନ୍ତନରେ ସ୍ମରଣରେ ଧାରଣ କରିକି ରଖିଥାନ୍ତି, ଯାହାଦ୍ୱାରା କି ତାଙ୍କର ଲୋକଙ୍କ ପାଖରେ ବା ଉପଭୋକ୍ତା ପାଖରେ ପହଞ୍ଚିବା ପାଇଁ ସହଜ ସୁଗମ ସୁବିଧା ତାକୁ ମିଳେ। ଏବଂ 10ମ ବିନ୍ଦୁଟି ହଉଛି ବିଜ୍ଞାପନ ଲେଖିଲା ବେଳେ ଆଶ୍ଚର୍ଯ୍ୟ ଏବଂ ଚକିତ ହେବା ପରି ନିହିତ ତତ୍ତ୍ୱ ସେଥିରେ ରହିଥିବା ଦରକାର। ଜଣକୁ ସମ୍ପୂର୍ଣ୍ଣ ରୂପେ ବାନ୍ଧି ଧରିବା ପାଇଁ, ଜଣକୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ତମେ କୋଉ କଥାଟିକୁ ବିଜ୍ଞାପିତ କରିବ, କୋଉ ଭଲ କଥାଟି ଅଛି ଯାହାକି ତମର ବେଷ୍ଟ, ଯାହା ତମେ ସମ୍ପୂର୍ଣ୍ଣ ରୂପେ ଅନ୍ୟ ପାଖରେ ପହଞ୍ଚେଇବାକୁ ଆଗ୍ରହୀ ଏବଂ ଅନ୍ୟ ଜଣେ ନିଶ୍ଚିତ ଭାବରେ ସେ କଥାଟିକୁ ଗ୍ରହଣ, ତମର ବେଷ୍ଟ ରୁ ବେଷ୍ଟ ଆପଣ ମାନଙ୍କୁ ଶୋ କରିବା ପାଇଁ ପଡିବ, ଦେଖେଇବାକୁ ପଡିବ। ତେଣୁ ନିଜ ଆଡକୁ ଆକର୍ଷିତ କରିବା ନିମନ୍ତେ ବିଜ୍ଞାପନରେ ଏଇ ଲେଖିବାର ଯୋଉ ବିଶେଷତ୍ୱ ଯାହାକି ଆଶ୍ଚର୍ଯ୍ୟଚକିତ କରିବ ତାହା ନିଶ୍ଚିତ ରୂପେ ରହିବା ଦରକାର, ଏହା ଅପରିହାର୍ଯ୍ୟ। ଶ୍ରୋତା ବନ୍ଧୁ, ଆଜି ଆମେ ଶୁଣୁଥିଲେ ବିଜ୍ଞାପନ କାହାକୁ କହନ୍ତି, ବିଜ୍ଞାପନ ଲେଖିଲା ବେଳେ କେଉଁ କେଉଁ କଥା ଗୁଡ଼ିକୁ ମନେ ରଖିବାକୁ ପଡିବ। ଆଜି ଯେତିକି କୁହାଗଲା ସେତିକି ମଧ୍ୟ ଆପଣମାନଙ୍କ ପାଇଁ ବହୁତ ଜରୁରୀ ଏବଂ ଏତିକି ବୁଝିଲେ ଆପଣ ଏହାକୁ ଆଉ ବିସ୍ତାରିତ କରିକି ଲେଖିପାରିବେ ଏବଂ ଏହା ପାଇଁ ପାଠ ପଢିବା ବହୁତ ଜରୁରୀ। ଆଜିର ଅଡିଓଟି କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।